ଯେତେବେଳେ ଆମେ ଫକୀର ମୋହନକୁ ଆଲୋଚନା କରୁଛୁ ବା ପ୍ରଶାସନିକ ଫକୀର ମୋହନକୁ ଆଲୋଚନା କରୁଛୁ ଦୀର୍ଘ ଦିନ ଧରି ଆମ ପାଖରେ ଗୋଟିଏ ମାତ୍ର ଉତ୍ସ, ସେ ହଉଛି ତାଙ୍କ ଜୀବନୀ। ଏବଂ ସେଇ ଜୀବନୀକୁ ନେଇ ଆମେ ଫକୀର ମୋହନଙ୍କ ସାହିତ୍ୟ, ତାଙ୍କର ସାମାଜିକ ଜୀବନ, ତାଙ୍କର ବ୍ୟକ୍ତିଗତ ଜୀବନ, ତାଙ୍କର ଜାତୀୟବାଦୀ ଜୀବନ, ତାଙ୍କର ସାମ୍ବାଦିକ ଜୀବନ, ଏ ସବୁକୁ ଆମେ ଆଲୋଚନା କରୁଛୁ ଗୋଟିଏ ପୁସ୍ତକ ଆଧାରରେ। କିନ୍ତୁ ବଡ କଥା ହେଉଛି ଯେ ଫକୀର ମୋହନଙ୍କ ଆତ୍ମଜୀବନୀ ଆଧାରରେ ଫକୀର ମୋହନଙ୍କର ଯୋଉ ବାୟୋଡାଟା ଆମେ ତିଆରି କରିଛୁ, ତାଙ୍କର ଯୋଉ ଜୀବନ ପୋଥିଟି ଆମେ ତିଆରି କରିଛୁ, ତାହା କେତେ ଦୂର ସତ୍ୟ। କାରଣ ଫକୀର ମୋହନଙ୍କର ଗୋଟିଏ ଆତ୍ମଜୀବନୀ ଯୋଉଟା ହାତ ଲେଖା, ଏ ପର୍ଯ୍ୟନ୍ତ ଯଦିଓ ତାହା ଉପଲବ୍ଧ ଅଛି କିନ୍ତୁ ତାହା ପ୍ରକାଶିତ ହେଇନାହିଁ। ଏବଂ ସୌଭାଗ୍ୟବଶତଃ ସେଇ ମୋ ଜୀବନୀ, ଯାହା ନାଁ ଅଛି ମୋ ଜୀବନୀ, ତାକୁ ଦେଖିବାର ମତେ ସୁଯୋଗ ମିଳିଥିଲା। ଏବଂ ବଡ ଆଶ୍ଚର୍ଯ୍ୟ କଥା ଯେ ଫକୀର ମୋହନଙ୍କ ଯୋଉ ଆତ୍ମଜୀବନୀରେ ଆମେ ସନ, ତାରିଖ, ବର୍ଷ ଦେଖୁଛୁ, ସେଥିରେ ପ୍ରାୟତଃ ସେଗୁଡିକ ନାହିଁ। ଏବଂ ଏଇଥିପାଇଁ ବୋଧେ ନାହିଁ, ଫକୀର ମୋହନ ଯୋଉ ଜାଗାରେ ଦବା ପାଇଁ ଚାହିଁଛନ୍ତି କୌଣସି ବର୍ଷ, ସେ ଜାଗାରେ ଟିକେ ଟିକେ କିପରି ବ୍ୟତିକ୍ରମ ଆସିଛି। କାରଣ ସେ ତାଙ୍କ ଦେହାନ୍ତର 2 ବର୍ଷ 10 ମାସ ପୂର୍ବରୁ ସେ ତାଙ୍କ ଜୀବନୀ ଲେଖିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ପ୍ରାୟ 1917 ମସିହା ଜାନୁଆରୀ ମାସ ବେଳକୁ ତାହା ଶେଷ ମଧ୍ୟ କରୁଛନ୍ତି। ତେଣୁ ଦୀର୍ଘ ଦିନ ପରେ ଯେତେବେଳେ ସେ ତାଙ୍କ ଜୀବନୀ ଲେଖିବାକୁ ଯାଉଛନ୍ତି, ତାର ଉପାଦାନ ସେ ସଂଗ୍ରହ କରୁଛନ୍ତି ତାଙ୍କ ସ୍ମୃତି। ତେଣୁ ଆମେ ବର୍ଷକ 2 ବର୍ଷର କଥା ଯେତେବେଳେ ମନେ ପକାଉଛୁ, ତା ଭିତରେ କିଛି କିଛି ତ୍ରୁଟି ରହିଯାଉଛି। ତେଣୁ ସେ ଯେତେବେଳେ ତାଙ୍କର ସାମଗ୍ରିକ ଜୀବନର ଗୋଟିଏ ଚିତ୍ର ଆମ ଆଗରେ ଦେବାକୁ ଯାଉଛନ୍ତି, ତାଙ୍କ ସ୍ମୃତି ଭିତରେ ଯେତିକି ଜୀବନ୍ତ ଥିଲା ତାକୁ ସେ ଠିକ ଭାବେ ଦଉଛନ୍ତି। କିନ୍ତୁ କେତୋଟି ଜିନିଷ ସେ ଦେଉଛନ୍ତି ଯୋଉଗୁଡିକ ଠିକ ଭାବରେ ସେ ସ୍ମରଣ କରି ପାରିନାହାନ୍ତି। ଏବଂ ସେଇ କ୍ଷେତ୍ରରେ କିଛି କିଛି ବ୍ୟତିକ୍ରମ ଆମେ ଦେଖିଛୁ। ତେଣୁ ଫକୀର ମୋହନଙ୍କର ଯେତେବେଳେ ତାଙ୍କର ପ୍ରଶାସକ ଭାବରେ ତାଙ୍କୁ ଯେତେବେଳେ ଆମେ ଆଲୋଚନା କରିବା, ସେତେବେଳେ ନିଶ୍ଚିତ ଭାବରେ ତାଙ୍କର ଜୀବନୀକୁ ହିଁ ଆମେ ଆଧାର ଭାବରେ ଗ୍ରହଣ କରିବା। ଅତୀତରେ ଯୋଉମାନେ ଆଲୋଚନା କରିଛନ୍ତି, ସେଇ ଜୀବନୀ ଆଧାରରେ ତାଙ୍କ ଜୀବନର ବିଭିନ୍ନ ଦିଗକୁ, ତାଙ୍କର ସାହିତ୍ୟିକ ଦିଗ ହଉ, ତାଙ୍କର ପ୍ରଶାସନିକ ଦିଗ ହଉ ବା ଅନ୍ୟାନ୍ୟ ଦିଗ ହଉ, ସେ ଦିଗକୁ ସେମାନେ ଆଲୋଚନା କରିଛନ୍ତି। ଏବଂ ଆମେ ଏକଥା ମଧ୍ୟ ଜାଣିଛୁ, ଫକୀର ମୋହନ ବଞ୍ଚିଥିବା ସମୟରେ ତାଙ୍କ ଜୀବନୀର 2ଟି ଅଧ୍ୟାୟ ଗୋପବନ୍ଧୁ ଦାସଙ୍କ ସମ୍ପାଦିତ ସତ୍ୟବାଦୀରେ ପ୍ରକାଶ ପାଇଛି ଏବଂ ଅବଶିଷ୍ଟ ଯୋଉ 25ଟି ଅଧ୍ୟାୟ ଥିଲା, ଫକୀର ମୋହନଙ୍କର ଦେହାନ୍ତ ପରେ ବିଶ୍ୱନାଥ କରଙ୍କ ଉତ୍କଳ ସାହିତ୍ୟରେ ତାହା ପ୍ରାୟ 24ଟି ଛେକରେ ଜୁଲାଇ 1918 ଠାରୁ ଜାନୁଆରୀ 1921 ମଧ୍ୟରେ ପ୍ରକାଶିତ ହେଇଛି। ଏବଂ ଯେତେବେଳେ ସତ୍ୟବାଦୀରେ ତାହା ପ୍ରକାଶ ପାଉଥିଲା, ତାର ଶିରୋନାମା ସେମାନେ ରଖିଥିଲେ ଯେ ବୃଦ୍ଧ ଶ୍ରୀ ଫକୀର ମୋହନଙ୍କ ଆତ୍ମଜୀବନରୁ ଏକ ଅଧ୍ୟାୟ। ଏବଂ ଯେତେବେଳେ ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଲା, ସେତେବେଳେ ସେ ପ୍ରଥମେ ସେଟା 1927 ମସିହା ମାନେ ଯେତେବେଳେ ପ୍ରକାଶ ପାଇଲା, ସେଥିରେ ମଧ୍ୟ ସେ ତାଙ୍କର ସେଇ ଆତ୍ମଜୀବନ ଚରିତ ବୋଲି ସେ ଲେଖିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ତାଙ୍କର ଅନ୍ୟାନ୍ୟ ଗୁଡ଼ିକୁ ଦେଇଥିଲେ। ପ୍ରାୟ 1927 ମସିହା ବେଳକୁ ତାଙ୍କ ପୁତ୍ର ମୋହିନ ମୋହନ ସେନାପତି ଉତ୍କଳ ସାହିତ୍ୟରେ ପ୍ରକାଶିତ ତାଙ୍କ ଯୋଉ ଜୀବନୀକୁ ସମ୍ପାଦନା କରିଛନ୍ତି ଏବଂ ତାକୁ ସେ ଆତ୍ମଜୀବନ ଚରିତ ଶୀର୍ଷକରେ ମଧ୍ୟ ପ୍ରକାଶ କରିଛନ୍ତି। ବଡ କଥା ହେଲା ଯେ 1927ରେ ମୋହିନ ମୋହନ ସେନାପତି ତାକୁ ପ୍ରକାଶ କଲେ, ଯୋଉଥିରେ ସେ କିଛି ତାରିଖ ସନ ମଧ୍ୟ ଦେଇଦେଲେ। ସେଇଟା ବଡ କଥା ନୁହେଁ। ବଡ କଥା ହେଉଛି ଯେ 1927ରୁ 1947 ଦୀର୍ଘ 20 ବର୍ଷ ଧରି ସେଇ
ତାଙ୍କର ଯୋଉ ଆତ୍ମଜୀବନ ଚରିତ ଶୀର୍ଷକରେ ଯୋଉ ପ୍ରକାଶ କରିଥିଲେ ମହିନ ମୋହନ, ସେ ସମ୍ପର୍କରେ ବିଶେଷ କିଛି ଆଲୋଚନା ଆମେ ଦେଖିବାକୁ ପାଇଲୁ ନାହିଁ। ଅର୍ଥାତ୍ ସେତେବେଳେ ପର୍ଯ୍ୟନ୍ତ ଫକୀର ମୋହନଙ୍କର ଆତ୍ମଜୀବନୀକୁ କେହି ପ୍ରାୟ ଗୁରୁତ୍ୱ ଦେଇନାହାନ୍ତି ଏବଂ ସେ ସମ୍ପର୍କରେ ବିଶେଷ ଆଲୋଚନା କରୁନାହାନ୍ତି। ଏବଂ 1947 ମସିହାରେ ବଙ୍ଗ ସାହିତ୍ୟର ଯେ ପ୍ରସିଦ୍ଧ ଆଲୋଚକ ପ୍ରିୟରଞ୍ଜନ ସେନ, ସେ ଗୋଟେ ଗ୍ରନ୍ଥ ଲେଖୁଛନ୍ତି, ତା ନାଁ ହଉଛି ମଡର୍ଣ୍ଣ ଓଡିଆ ଲିଟରେଚର। ଏବଂ 1949 ମସିହାରେ ସେ ବଙ୍ଗଳାରେ ଗୋଟେ ପ୍ରବନ୍ଧ ରଚନା କରୁଛନ୍ତି ଏବଂ ତାର ଶୀର୍ଷକ ମାନେ ପ୍ରବନ୍ଧଟି ହଉଛି ତାଙ୍କ ଆତ୍ମଜୀବନ ଚରିତକୁ ନେଇ। ଏବଂ ଏଇ ଉଭୟ ବଙ୍ଗଳା ଏବଂ ଇଂରାଜୀ ଆଲୋଚନାରେ ସେ ତାଙ୍କ ଆତ୍ମଜୀବନକୁ ବହୁତ ପ୍ରଶଂସା କରିଛନ୍ତି ଏବଂ ସେ ଗ୍ରନ୍ଥର ଗୁଡିଏ ବୈଶିଷ୍ଟ୍ୟ ମଧ୍ୟ ସେ ଆମ ଆଖି ଆଗକୁ ଆଣିଛନ୍ତି। ଏବଂ ତାପରେ ପରେ ଆମର ଗବେଷକ ମାନେ, ଆଲୋଚକ ମାନେ ସଚେତନ ହଉଛନ୍ତି ଏବଂ ପରେ ତାଙ୍କ ଆତ୍ମଜୀବନୀ ବଙ୍ଗଳାରେ ଅନୁବାଦ ହଉଛି, ଇଂରାଜୀରେ ଅନୁବାଦ ହଉଛି, ହିନ୍ଦୀରେ ଅନୁବାଦ ହେଉଛି। ତେଣୁ ଏ କ୍ଷେତ୍ରରେ ସେତେବେଳେ ଯୋଉମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଆମେ ତାଙ୍କ ଭିତରେ ଅଛନ୍ତି ମୈତ୍ରୀ ଶୁକ୍ଳ ଅଛନ୍ତି, ଦିଲ୍ଲୀପ କୁମାର ବିଶ୍ୱାସ ଅଛନ୍ତି, ଏମାନେ ପ୍ରାୟ ବଙ୍ଗଳାରେ ଅନୁବାଦ କରୁଛନ୍ତି, ଜନ୍ ବୋଲ୍ଟନ ଅଛନ୍ତି ଯିଏକି ମାଇ ଟାଇମ୍ସ ଆଣ୍ଡ ଆଇ ଲେଖୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ଯତୀନ୍ଦ୍ର କୁମାର ନାୟକ, ପ୍ରଦୀପ ଦାସ ମଧ୍ୟ ଷ୍ଟୋରି ଅଫ ମାଇ ଲାଇଫ ଲେଖୁଛନ୍ତି ଏବଂ ଶ୍ରୀନିବାସ ଉଦ୍ଗାତା ତାର ହିନ୍ଦୀ ଅନୁବାଦ ମଧ୍ୟ କରୁଛନ୍ତି। ଏବଂ ପରବର୍ତ୍ତୀ ସମୟରେ ଆମେ ଦେଖୁଛୁ ସେ ସମ୍ପର୍କରେ ଗୁଡିଏ ଇଂରାଜୀରେ ପ୍ରବନ୍ଧ ମଧ୍ୟ ରଚନା କରାଯାଉଛି ଏବଂ ରଚନା କରାଗଲା ପରେ ପରେ ଫକୀର ମୋହନଙ୍କ ଆତ୍ମଜୀବନୀର ବିଶେଷତ୍ୱ ଆଉ କେବଳ ଓଡିଶାର ସୀମିତ ଭୂଖଣ୍ଡ ଭିତରେ ସୀମିତ ହେଇ ରହିନାହିଁ, ତାହା ଜାତୀୟ ସ୍ତରରେ ପ୍ରଚାରିତ ଏବଂ ପ୍ରସାରିତ ହେଇଛି। ଏବଂ ତାଙ୍କର ଆତ୍ମଜୀବନୀ କେବଳ ଜୀବନୀଟି ହେଇନାହିଁ, ବରଂ ଗୋଟିଏ ଜାତିର ଆତ୍ମଚରିତରେ ପରିଣତ ହେଇଯାଇଛି। ଏବଂ ସେଇଥିପାଇଁ ପରବର୍ତ୍ତୀ ସମୟରେ ଯେତେ ଜଣ ଆତ୍ମଜୀବନୀ ଲେଖିଛନ୍ତି ସମସ୍ତେ ଚାହିଁଛନ୍ତି ଯେ ଫକୀର ମୋହନଙ୍କର ଆତ୍ମଜୀବନୀ ଭଳି ଆତ୍ମଜୀବନୀଟିଏ ଲେଖିବା ପାଇଁ। ସେଥିରେ ସେମାନେ କେତେ ପରିମାଣରେ ସଫଳ ହେଇଛନ୍ତି ତାହା ତ ସମୟ କହିବ। ତେବେ ଏକଥା ସତ, ଯେଉଁ ରୂପରେ ସତ୍ୟବାଦୀ ବା ଉତ୍କଳ ସାହିତ୍ୟରେ ଫକୀର ମୋହନଙ୍କର ଆତ୍ମଜୀବନୀ ପ୍ରକାଶ ପାଇଥିଲା, ସେଇ ରୂପରେ ହୁଏତ ମହିନ ମୋହନଙ୍କ ଆତ୍ମଜୀବନୀ ପ୍ରକାଶ ପାଇନାହିଁ। କାହିଁକି ନା ଫକୀର ମୋହନ ସିଷ୍ଟମେଟିକାଲି ଧାରାବାହିକ ଭାବରେ ତାଙ୍କର ଆତ୍ମଜୀବନୀଟିକୁ ପ୍ରକାଶ କରୁନଥିଲେ, କିନ୍ତୁ ପ୍ରଥମ କରି ମହିନ ମୋହନ ସେନାପତି ତାଙ୍କୁ ଆତ୍ମଜୀବନୀକୁ ଗୋଟେ ଧାରାବାହିକତା ପ୍ରଦାନ କଲେ। ଯେମିତି ମନେକର ପ୍ରଥମ ଜଣେ ଯେତେବେଳେ ଆତ୍ମଜୀବନୀ ଲେଖୁଛି ତାର ଜନ୍ମଜୀବନୀ କଥା ଲେଖିବା କଥା ପ୍ରଥମେ, ସେ କିନ୍ତୁ ତାଙ୍କର ପ୍ରଥମେ ତାଙ୍କର ଆତ୍ମଜୀବନୀ ଜନ୍ମଜୀବନ କଥା ଲେଖୁନାହାନ୍ତି। ଏବଂ ଯେତେବେଳେ ସତ୍ୟବାଦୀରେ ପ୍ରଥମ ପ୍ରକାଶ ପାଉଛି, ପ୍ରଥମ ତାଙ୍କର ପରିଚ୍ଛେଦ ହଉଛି ଓଡିଆ ସ୍ୱତନ୍ତ୍ର ଭାଷା ନୁହେଁ। ଯଦିଓ ପ୍ରକୃତରେ ସେ ବହିଟା ନାଁ ହଉଛି ଓଡିଆ ସ୍ୱତନ୍ତ୍ର ଭାଷା ନୁହେଁ, କିନ୍ତୁ ଫକୀର ମୋହନ ଲେଖିଥିଲେ ଓଡିଆ ସ୍ୱତନ୍ତ୍ର ଭାଷା ନୁହେଁ। ଏବଂ ତାଙ୍କର ଦ୍ୱିତୀୟ ପରିଚ୍ଛେଦ ହଉଛି କଣ ନା ବାଲେଶ୍ୱରରେ ବାଳିକା ବିଦ୍ୟାଳୟ ସ୍ଥାପନ। ତେଣୁ ଏଇ ଯୋଉ ମାନେ ଧାରାବାହିକତା ଯେମିତି ରହିବା କଥା ରହିନାହିଁ, ତାକୁ ମହିନ ମୋହନ ସେନାପତି ଗୋଟେ ଧାରାବାହିକତା ପ୍ରଦାନ କରିଛନ୍ତି। ସେ ବିଷୟରେ କେବଳ ଆତ୍ମଜୀବନ ସମ୍ପର୍କରେ ଯଦି ସ୍ୱତନ୍ତ୍ର ଭାବରେ ଆଲୋଚନା ହବ, ତାହେଲେ ଆମେ ତାର ଗୁଡିଏ ଦିଗ ସମ୍ପର୍କରେ ଆମେ ଆଲୋଚନା କରିପାରିବା। ଘଟଣା ହଉଛି ଯୋଉ ଫକୀର ମୋହନଙ୍କ ଯୋଉ ଆତ୍ମଜୀବନୀ ଏବେ ଅଛି, ତାଙ୍କ ହାତ ଲେଖା ଏବେ ଅଛି ମୋ ଜୀବନୀ, ସବୁଠୁ ବଡ କଥା ହେଉଛି ଗୋଟେ ଆମର ଜାତୀୟ କର୍ତ୍ତବ୍ୟ ହୁଅନ୍ତା ଯଦି ତାହା ବର୍ତ୍ତମାନ ପ୍ରକାଶ ପାଆନ୍ତା। ତେବେ ତା ପଛରେ ଅନେକ ବଡ ଇତିହାସ ଅଛି, ସେ ଇତିହାସ ସମ୍ପର୍କରେ ଆମେ ଆଲୋଚନା କରିବା ନାହିଁ ହେଲା। ତେବେ ଏଇଠି ଗୋଟେ କଥା ମୁଁ କହିବି ଯେ ଫକୀର ମୋହନ ତାଙ୍କ ଜୀବନରେ ଦୁଇ ଜଣ ଇଂରେଜ ସାହେବଙ୍କୁ ବେଶୀ ଗୁରୁତ୍ୱ ଦଉଥିଲେ। ଜଣେ ହଉଛନ୍ତି ଜନ୍ ଭିମ୍ସ ଏବଂ ଜଣେ ହଉଛନ୍ତି ଅନ୍ୟ ଜଣେ ହଉଛନ୍ତି ରେଭେନ୍ସା ସାହେବ। ଜନ୍ ଭିମ୍ସ ସିଏ ତାଙ୍କର ଗୋଟେ ସ୍ମୃତି କଥା ଲେଖିଛନ୍ତି ଏବଂ ଯାହାର ନାଁ ହଉଛି ମେମୋର୍ସ ଅଫ ଏ ବେଙ୍ଗଲ ସିଭିଲିଆନ। ଏବଂ ଏଇ ପୁସ୍ତକଟି ଆରମ୍ଭ ହେଇଛି ପ୍ରାୟ 1875 ମସିହାରେ, ଯେତେବେଳେ ସେ କଟକରେ ମାଜିଷ୍ଟ୍ରେଟ ଏବଂ କଲେକ୍ଟର ଥିଲା ବେଳେ, ଏବଂ ମଝିରେ ମଝିରେ ପ୍ରାୟ 1878 ପର୍ଯ୍ୟନ୍ତ ସେ
କିଛି କିଛି ଲେଖୁଥିଲେ କିନ୍ତୁ ଯେତେବେଳେ 1878 ମସିହାରେ ସେ ଚିଟାଗଙ୍କୁ ବଦଳି ଗଲେ ସେତେବେଳେ ତାଙ୍କର ଲେଖା ବନ୍ଦ ହେଇଗଲା ଅର୍ଥାତ୍ ସେ ମେମୋରିୟଲ୍ସ ସେ ଲେଖିଲେ ନାହିଁ ଏବଂ 1846 ମସିହା ବେଳକୁ ଯେତେବେଳେ ସେ ସିଭିଲ ସଂସ୍ଥାରୁ ଅବସର ନେଲେ ଏବଂ ଇଂଲଣ୍ଡ ଫେରିଗଲେ ସେତେବେଳେ ପୁଣି ସେଇ ଯୋଉ ତାଙ୍କର ଅପୂର୍ଣ୍ଣ ମେମୋରିୟଲ୍ସ ଥିଲା ତାକୁ ସେ ଲେଖିବାକୁ ଆରମ୍ଭ କଲେ ଏବଂ ଏଇ ମେମୋରିୟଲ୍ସରେ ଆମେ ଦେଖିଛୁ ବାଲେଶ୍ୱର ପାଇଁ ଦୁଇଟି ପରିଷଦ ଅଛି ଗୋଟେ ଯୋଉଥିରେ 1869 ରୁ 1873 ମସିହା ର ଅନୁଭୂତି ଲିପିବଦ୍ଧ ଅଛି ଆଉ ତିନୋଟି ପରିଷଦ ଅଛି କଟକ ପାଇଁ ଯୋଉଥିରେ ପ୍ରାୟ 1873 ରୁ 1877 ପର୍ଯ୍ୟନ୍ତ ଘଟଣାକୁ ସେ ଏଥିରେ ଲିପିବଦ୍ଧ କରିଛନ୍ତି।